ଅନ୍ୟର ମଙ୍ଗଳ କାମନା କରୁଥିବା ଲୋକ ହିଁ ଆତ୍ମସନ୍ତୋଷ ଲାଭ କରେ। ପୁଅ କେତେ ଶକ୍ତ ବାପ ବୁଢ଼ା ହେଲେ ଜଣା ପଡ଼ିଯାଏ। ବନ୍ଧୁ କେତେ ଶକ୍ତ ବିପଦ ପଡ଼ିଲେ ଉପସ୍ଥିତି କହିଦିଏ। ଭାଇ କେତେ ଶକ୍ତ ଦୁର୍ଦ୍ଦିନ ବେଳରେ ଧରା ପଡ଼ି ଯାଇଥାଏ। ଭଉଣୀର ଶକ୍ତ ଭାଇର ଅବୁଝା ସମୟରେ ସ୍ପଷ୍ଟ ହୁଏ। ଯଦି ଆପଣ ଯାତ୍ରା ଆରମ୍ଭ କରି ସାରିଛନ୍ତି ତେବେ ଅଧା ରାସ୍ତାରୁ ଫେରିବାରେ କୌଣସି ଲାଭ ହେବ ନାହିଁ। କାରଣ କିଏ ଜାଣେ ଗନ୍ତବ୍ୟସ୍ଥଳ ଫେରି ଆସିବା ଦୂରତା ଠାରୁ ନିକଟତର ହୋଇପାରେ। ପ୍ରତ୍ୟେକ ମନୁଷ୍ୟ ସତ୍ୟ ପାଳନ କରିବା ଆବଶ୍ୟକ। ସତ୍ୟବାନ ସବୁ କ୍ଷେତ୍ରରେ ବିଜୟ ହାସଲ କରିପାରେ। ବେଇମାନ କେବେ ବି ଅନୁତାପ କରେ ନାହିଁ। ସ୍ୱାର୍ଥପର କେବେ ବି କୃତଜ୍ଞତା ଜଣାଏ ନାହିଁ। ସୁବିଧାବାଦୀ କେବେ ବି କାହାର ଆପଣାର ହୁଏ ନାହିଁ। ମଣିଷର ବୁଦ୍ଧି ବିବେକ ଜ୍ଞାନ ଆହରଣ ଶ୍ରବଣର ଶକ୍ତି ଅନ୍ୟ ପ୍ରାଣୀଙ୍କ ଅପେକ୍ଷା ଯଥେଷ୍ଟ ଅଧିକ। ଏଣୁ ମଣିଷକୁ ଶ୍ରେଷ୍ଠ ପ୍ରାଣୀ ବୋଲି କୁହାଯାଇଛି। ଜୟ ଶ୍ରୀ ଜଗନ୍ନାଥ।